ବୁଝିଲୁ ଆଲୋ ରାମରଥୀ ରାଜା ହବ କୌଶଲ୍ୟା ହବ ରାଜମାତା ଆଉ ତୁ ଦାସୀ ହବୁ ତା ପାଦ ଧୋଇବୁଲ। କମ୍ଫରା ଆରେ ତୁ ଏମିତି କଣ କହୁଛୁ? ତୁ କଣ ଜାଣିନୁ ମୋ ପୁତ୍ର ଭରତ ଠାରୁ ମୁଁ ରାମକୁ ଅଧିକ ଭଲ ପାଏ। ଆଉ ରାମ ଯଦି ରାଜା ହୁଏ ତେବେ ପ୍ରଜାମାନଙ୍କୁ ପୁତ୍ର ସମାନ ଭାବେ ସେ ପାଳିବ। ତୋର ଏଇ ଭୋଲାପଣ ପାଇଁ ତତେ ଏତେ କଷ୍ଟ ଭୋଗିବାକୁ ପଡୁଛି ବୁଝିଲୁ। କହିଲୁ ସେ ଷଡ଼ଯନ୍ତ୍ର କରି ଭରତକୁ ପଠେଇଲା ମାମୁଁ ଘରକୁ। ଇଆଡେ କଣ ନା ରାମ ରାଜା ହବ। ଛି 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 ଏଇଟା କଣ ଠିକ କଥା ହଉଛି? କମ୍ଫରା ମୁହଁ ସମାଳି କଥାବାର୍ତ୍ତା କର। ମତେ ଏଲିଟିଆ ହେଇଥିଲୁ ଜନ୍ମ ହେଲା ବେଳକୁ ମୁଁ କୋଳରେ ରଖିକି କେତେ ଗେଲ କରିଛି। ତୁ ମୋର ଫୁଲ ପରିକା ଝିଅଟା। ଆଲୋ ତତେ ନେଇ ପଥର ଉପରେ ରଖି ପାଦରେ ତଳି ଦେଲେ ମତେ କଷ୍ଟ ହବନି? ଆହା ମୋ ମୁଣ୍ଡ ଭାଇ ଯାଉଛି। ତୁ ଯାହା କହୁଛୁ ସତ କହୁଛୁ। ଯଦି ରାମ ରାଜା ହୁଏ ତେବେ କୌଶଲ୍ୟା ରାଜମାତା ହେବ। ମୁଁ କଥା ଦାସୀ ହେଇକି ରହିବି? ନା 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 ଇଏ ଭୁଲ କଥା। ନିଶ୍ଚିତ ଇଏ କମ୍ଫରାର ଗୋଟେ ଚକ୍ରାନ୍ତ। କାହିଁକି ମୁଁ ଯେତିକି ରାମକୁ ଭଲ ପାଏ ରାମ ବି ମତେ ସେତିକି ଭଲ ପାଏ। ନା 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 କମ୍ଫରା ତୁ ଏଇ ଖେଳ ତୁ ମୋ ସାମ୍ନାରୁ ଚାଲିଯା। ତୁ ମୋ ମନ ଭିତରେ ରାମ ପ୍ରତି ବିଷ ଭାବନା ଭରିଦେବି। ଏଇ ଖେଳ ମୋ ସାମ୍ନାରୁ ଚାଲିଯା। ବିଷ? ନାଇଁ ନାଇଁ ମୁଁ ତ ମନରେ ବିଷ ଭରି କରୁଛି। ତୁ କେଡ଼େ କଥାଟେ କହିଦେଲୁ ଲୋ। ତୁ ତତେ ମୁଁ କେତେ ପାଳି ପଶିବୁ ଏତେ ବଡ଼ କରିଥିଲି। କହିଲ ମୁଁ ସେଇଟା ଛାଡ଼ି ତୋ ପାଖରେ ଆସିକି ରହିଲି ଦାସୀ ହେଇକି।